ପ୍ରଥମ ପୂଜ୍ୟ ଶ୍ରୀ ଗଣେଶ। ତାଙ୍କ କୃପାରୁ ସମସ୍ତ ଜୀବଜନ୍ତୁ ଜ୍ଞାନ ଓ ବୁଦ୍ଧି ଲାଭ କରନ୍ତି। କିନ୍ତୁ କ'ଣ ଆପଣମାନେ ଜାଣିଛନ୍ତି ଶ୍ରୀ ଗଣେଶ କେମିତି ଭାଙ୍ଗିଥିଲେ ଧନପତି କୁବେରଙ୍କ ଗର୍ବ? ଏବଂ ଗଣେଶ ଚତୁର୍ଥୀ ଦିନ ରାତ୍ରିରେ ଚନ୍ଦ୍ରମା ଦର୍ଶନ କଲେ କ'ଣ ପାଇଁ କଳଙ୍କର ଭାଗୀ ହୋଇଥାନ୍ତି ମନୁଷ୍ୟମାନେ? ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ମହାଦେବ ଏବଂ ମାତା ପାର୍ବତୀଙ୍କ ପୁତ୍ର ଶ୍ରୀ ଗଣେଶ ଏ ସମଗ୍ର ସଂସାର ତାଙ୍କୁ ବିଦ୍ୟା ବୁଦ୍ଧି ଏବଂ ଜ୍ଞାନର ଦେବତା ରୂପରେ ପୂଜା କରନ୍ତି। ସେ ହେଉଛନ୍ତି ପ୍ରଥମ ପୂଜ୍ୟ। ପୁଣି ସେ ଭାଙ୍ଗିଥିଲେ କୁବେରଙ୍କ ମନରେ ଥିବା ଅହଙ୍କାର ଏବଂ ଗର୍ବ। ଏକଦା ଧନପତି କୁବେରଙ୍କ ମନରେ ବହୁତ ଅହଙ୍କାର ହୋଇଯାଇଥିଲା। ସେ ନିଜକୁ ସଂସାରର ଶ୍ରେଷ୍ଠ ଧନପତି ମାନି ମନରେ ଗର୍ବଭାବ ଆଣିଥିଲେ। ନିଜ ଧନ ସମ୍ପତ୍ତିକୁ ଅନ୍ୟ ଦେବତାମାନଙ୍କୁ ପ୍ରଦର୍ଶନ କରାଇ ସମସ୍ତଙ୍କ ମୁଖରୁ ପ୍ରଶଂସା ଶୁଣିବା ପାଇଁ ମନରେ ଚିନ୍ତା କଲେ ଧନପତି କୁବେର। ପ୍ରଥମେ କେଉଁ ଦେବତାଙ୍କୁ ଗୃହକୁ ନିମନ୍ତ୍ରଣ କରିବେ ଚିନ୍ତା କରି ଧନପତି କୁବେର ଯାଇ ପହଞ୍ଚିଥିଲେ କୈଳାସ ପର୍ବତରେ। ସେ ପ୍ରଭୁ ମହାଦେବ ଏବଂ ମାତା ପାର୍ବତୀଙ୍କୁ କୁବେରପୁରୀକୁ ନିମନ୍ତ୍ରଣ କଲେ। କିନ୍ତୁ ମାତା ପାର୍ବତୀ ଏବଂ ମହାଦେବ କୁବେରଙ୍କ ମନରେ ଥିବା ଅହଙ୍କାରକୁ ଜାଣିପାରିଲେ ଏବଂ ତାଙ୍କ ସ୍ଥାନରେ ଶ୍ରୀ ଗଣେଶଙ୍କୁ ଧନପତି କୁବେରଙ୍କ ସହ କୁବେରପୁରୀକୁ ପଠାଇଥିଲେ। ଏହାପରେ ଧନପତି କୁବେର ଶ୍ରୀ ଗଣେଶଙ୍କୁ ନେଇ କୁବେରପୁରୀକୁ ଯାଇଥିଲେ ଏବଂ ମନରେ ଚିନ୍ତା କଲେ ଯେ ଏକ ବାଳକ କେତେ ଏମିତି ଖାଦ୍ୟ ଖାଇବ? ଧନପତି କୁବେର ଶ୍ରୀ ଗଣେଶଙ୍କୁ ଏକ ସାଧାରଣ ବାଳକ ମନେକରି ଖାଦ୍ୟ ପଦାର୍ଥ ପରିବେଷଣ କରିବାକୁ ଆରମ୍ଭ କଲେ। ଶ୍ରୀ ଗଣେଶ ସେହି ଖାଦ୍ୟ ପଦାର୍ଥକୁ ସଙ୍ଗେ ସଙ୍ଗେ ସମାପ୍ତ କରି ଆଉ ଖାଦ୍ୟ ପରିବେଷଣ କରିବା ପାଇଁ ଧନପତି କୁବେରଙ୍କୁ କହିଲେ। ଏହାପରେ ଧନପତି କୁବେର ପୂର୍ବ ତୁଳନାରେ ଆହୁରି ଅଧିକ ଖାଦ୍ୟ ଶ୍ରୀ ଗଣେଶଙ୍କ ସମ୍ମୁଖରେ ପରିବେଷଣ କଲେ। ସେହି ଖାଦ୍ୟକୁ ମଧ୍ୟ ଶ୍ରୀ ଗଣେଶ ସଙ୍ଗେ ସଙ୍ଗେ ସମାପ୍ତ କରିଦେଲେ ଏବଂ ପୁଣି ଥରେ ଖାଦ୍ୟ ପରିବେଷଣ କରିବା ପାଇଁ କହିଲେ। ଏହିପରି ଭାବରେ ଶ୍ରୀ ଗଣେଶ ଧନପତି କୁବେରଙ୍କ ଗୃହରେ ଥିବା ସମସ୍ତ ଖାଦ୍ୟ ପଦାର୍ଥକୁ ଖାଇ ସମାପ୍ତ କରିଦେଲେ ଏବଂ ପୁଣି ଖାଦ୍ୟ ମାଗିବାରୁ ଧନପତି କୁବେର କହିଲେ ତାଙ୍କ ଗୃହରେ ଆଉ ଖାଦ୍ୟ ପଦାର୍ଥ ନାହିଁ। ଏହା ଶୁଣି ଶ୍ରୀ ଗଣେଶ ଗୃହରେ ଥିବା ସମସ୍ତ ଫଳମୂଳ ଆଣିବା ପାଇଁ ଧନପତି କୁବେରଙ୍କୁ କହିଲେ। ଏହାପରେ ଧନପତି କୁବେର ଗୃହରେ ଥିବା ସମସ୍ତ ଫଳମୂଳ ଆଣି ଶ୍ରୀ ଗଣେଶଙ୍କ ସମ୍ମୁଖରେ ପରିବେଷଣ କଲେ। ସେହି ସମସ୍ତକୁ ମଧ୍ୟ ଶ୍ରୀ ଗଣେଶ ଖାଇ ସମାପ୍ତ କରିଦେଲେ। ଏହା ଦେଖି ଧନପତି କୁବେରଙ୍କ ମନରେ ଥିବା ସମସ୍ତ ଗର୍ବ ଅହଙ୍କାର ଭାଙ୍ଗି ଚୂରମାର ହୋଇଯାଇଥିଲା ଏବଂ ସେ ଶ୍ରୀ ଗଣେଶଙ୍କୁ କ୍ଷମା ମାଗି କହିଲେ କି ସେ ଅହଙ୍କାରରେ ଅନ୍ଧ ହୋଇଯାଇଥିଲେ, ଯେଉଁ କାରଣରୁ ନିଜ ଧନ ସମ୍ପତ୍ତିର ପ୍ରଦର୍ଶନ କରିବା ପାଇଁ ସମସ୍ତ ଦେବତାମାନଙ୍କୁ କୁବେରପୁରୀକୁ ଆମନ୍ତ୍ରଣ କରିଥିଲେ ଏବଂ ମହାଦେବ ଆପଣଙ୍କୁ କୁବେରପୁରୀକୁ ପଠାଇ ତାଙ୍କର ସମସ୍ତ ଗର୍ବ ଭଗ୍ନ କଲେ। ଏହାପରେ ଶ୍ରୀ ଗଣେଶ ଭୋଜନ ସାରି କୈଳାସକୁ ଫେରିବା ସମୟରେ କୁବେରପୁରୀରେ ଖାଇଥିବା ଅତ୍ୟଧିକ ଖାଦ୍ୟ ଯୋଗୁଁ ନିଜର ଭାର ସନ୍ତୁଳନ ନ କରିପାରି ବାହନ ମୂଷକଙ୍କ ଉପରୁ ତଳକୁ ପଡ଼ିଯାଇଥିଲେ, ଯାହା ଯୋଗୁଁ ଶ୍ରୀ ଗଣେଶଙ୍କ ଦେହରେ କାଦୁଅ ଲାଗିଯାଇଥିଲା। ସେଠାରୁ ଉଠିବା ସମୟରେ ସେ ଏକ ହାସ୍ୟ ଶବ୍ଦ ଶୁଣିବାକୁ ପାଇଲେ। ଏହି ହସିବାର ଶବ୍ଦ କେଉଁଠାରୁ ଆସୁଛି ସନ୍ଧାନ କରିବାରୁ ଶ୍ରୀ ଗଣେଶ ଜାଣିବାକୁ ପାଇଲେ ଯେ ଏହି ଶବ୍ଦ ଆକାଶରୁ ଆସୁଛି। ଶ୍ରୀ ଗଣେଶ ଆକାଶକୁ ଚାହିଁବା କ୍ଷଣି ଦେଖିବାକୁ ପାଇଲେ ଯେ ଚନ୍ଦ୍ରମା ତାଙ୍କୁ ଦେଖି ହସୁଛନ୍ତି। ଶ୍ରୀ ଗଣେଶଙ୍କ ଏପରି ଅବସ୍ଥାକୁ ଦେଖି ଚନ୍ଦ୍ରମା ତାଙ୍କୁ ପରିହାସ କରୁଥିଲେ। ନିଜର ପରିହାସ ହେବାର ଦେଖି ଶ୍ରୀ ଗଣେଶ ଚନ୍ଦ୍ରମାଙ୍କୁ ଅଭିଶାପ ଦେଇ କହିଲେ, ହେ ଚନ୍ଦ୍ରମା, ତୁମର ସୁନ୍ଦର ରୂପକୁ ନେଇ ତୁମେ ଗର୍ବିତ, ଯାହା ଯୋଗୁଁ ମୋର ଏପରି ରୂପକୁ ଦେଖି ତୁମେ ପରିହାସ କରୁଛ। ତେଣୁ ତୁମର ଏହି ସୁନ୍ଦର ରୂପ ଆଉ ରହିବ ନାହିଁ। ଶ୍ରୀ ଗଣେଶଙ୍କଠାରୁ ଅଭିଶାପ ପାଇବା ପରେ ଚନ୍ଦ୍ରମା ଜାଣିପାରିଲେ ଯେ ସେ ଶ୍ରୀ ଗଣେଶଙ୍କୁ ପରିହାସ କରି କେଉଁ ଭୁଲ କରିଛନ୍ତି। ସେ ସଙ୍ଗେ ସଙ୍ଗେ ଶ୍ରୀ ଗଣେଶଙ୍କ ପାଦ ତଳେ ପଡ଼ି ତାଙ୍କୁ କ୍ଷମା ମାଗିଲେ ଏବଂ ନିଜର ଅଭିଶାପକୁ ଫେରାଇ ନେବା ପାଇଁ କହିଲେ। ଏହା ଦେଖି ଶ୍ରୀ ଗଣେଶ କହିଲେ ଯେ ସେ ଯେଉଁ ଅଭିଶାପ ଦେଇଛନ୍ତି ତାଙ୍କୁ ଆଉ ସେ ଫେରାଇ ନେଇପାରିବେନି, ଯାହା ଯୋଗୁଁ ଚନ୍ଦ୍ରମା ମାସକରେ ଏକ ଦିନ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯିବେ।
ସେହିଦିନ ଚନ୍ଦ୍ରମାଙ୍କର ଆଲୋକ ପ୍ରକାଶିତ ହେବ ନାହିଁ ଏବଂ ଆଶୀର୍ବାଦ ଦେଇ କହିଲେ ଯେ ଶ୍ରୀ ଗଣେଶଙ୍କ ଚତୁର୍ଥୀ ଦିନ ଶ୍ରୀ ଗଣେଶଙ୍କ ସହ ଚନ୍ଦ୍ରମାଙ୍କର ପୂଜାର୍ଚ୍ଚନା ମଧ୍ୟ କରାଯିବ। କିନ୍ତୁ ଆପଣ ମୋର ପରିହାସ କରିଛନ୍ତି, ଯାହା ଯୋଗୁଁ ଚତୁର୍ଥୀ ଦିନ ରାତିରେ ଯିଏ ଆପଣଙ୍କୁ ଦେଖିବ ଅଥବା ପୂଜା କରିବ ତାଙ୍କୁ କଳଙ୍କର ଭାଗୀଦାର ହେବାକୁ ପଡ଼ିବ। ଏହା କହି ଶ୍ରୀ ଗଣେଶ କୈଳାସକୁ ଫେରିଲେ ଏବଂ ଏହି କାରଣରୁ ଚତୁର୍ଥୀ ଦିନ ରାତ୍ରିରେ ଚନ୍ଦ୍ରମାଙ୍କର ପୂଜାର୍ଚ୍ଚନା କରାଯାଏ ନାହିଁ ଏବଂ ଏହି ଚତୁର୍ଥୀ ଦିନ ରାତ୍ରିରେ ଯିଏ ଚନ୍ଦ୍ରମାଙ୍କୁ ଦର୍ଶନ କରେ ତାଙ୍କୁ କଳଙ୍କର ଭାଗୀଦାର ହେବାକୁ ପଡ଼େ। ଏହା ଥିଲା ଶ୍ରୀ ଗଣେଶଙ୍କର ଧନପତି କୁବେରଙ୍କ ଅହଙ୍କାର ଭଙ୍ଗ ଏବଂ ଚନ୍ଦ୍ରମାଙ୍କର ମଧ୍ୟ ଅହଙ୍କାର ଭଙ୍ଗ କରିବାର ଏକ ବିଶେଷ କାହାଣୀ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି ତାହେଲେ ଭିଡ଼ିଓକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ଏହିପରି ଭିଡ଼ିଓ ଯଦି ଆପଣମାନେ ଦେଖିବାକୁ ଚାହୁଁଛନ୍ତି ତାହେଲେ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଧନ୍ୟବାଦ।